ପିଲାମାନେ ଆଜି ଆମେ ଆମ ଇତିହାସ ନବମ କ୍ଲାସର ପ୍ରଥମ ଚାପ୍ଟର ଏସିଆ ଓ ଆଫ୍ରିକା ମହାଦେଶର ଉପନିବେଶବାଦର କ'ଣ ଅଭ୍ୟାସ ପ୍ରଶ୍ନପତ୍ର କରିବା ସବୁ। ତାହେଲେ ପ୍ରଥମେ ଦେଲା ଆମକୁ ଏଇଟା 60ଟି ଶବ୍ଦ ମଧ୍ୟରେ ଆମେ ଲେଖିବା, ବୁଝିହେଉଛି ତ? ତାହେଲେ ଉପନିବେଶ ସ୍ଥାପନ ପାଇଁ ଶିଳ୍ପ ବିପ୍ଳବ କିପରି ସହାୟକ ହୋଇଥିଲା, ବୁଝିଲା ତ? ତାହେଲେ ଆମେ ପ୍ରଥମେ ଇଂଲଣ୍ଡରେ ଶିଳ୍ପ ବିପ୍ଳବ ହୋଇଥିବାରୁ ଏଠାରେ ନିଜ ଦେଶର ଚାହିଦା ଠାରୁ ଉତ୍ପାଦିତ ଦ୍ରବ୍ୟର ପରିମାଣ ଅଧିକ ହୋଇଗଲା। ପୁନଶ୍ଚ ଅଧିକାଂଶ ଲୋକଙ୍କର କ୍ରୟ କରିବାର କ୍ଷମତା ଦୁର୍ବଳ ଥିବାରୁ ଉତ୍ପାଦିତ ଦ୍ରବ୍ୟର ବିକ୍ରୟ ପାଇଁ ଦେଶ ବାହାରେ ବଜାରର ଆବଶ୍ୟକତା ପଡ଼ିଲା ଏବଂ ସେହି ସମୟରେ ଏସିଆ ଓ ଆଫ୍ରିକା ମହାଦେଶରେ ଶିଳ୍ପ ବିପ୍ଳବ ହୋଇନଥିଲା ଏବଂ ସେଠାରେ ପାଶ୍ଚାତ୍ୟ ଦେଶର ଉତ୍ପାଦିତ ଦ୍ରବ୍ୟର ଆବଶ୍ୟକତା ଥିଲା। ଏହା ବ୍ୟତୀତ ସେଠାରେ ଶିଳ୍ପ ପାଇଁ ଆବଶ୍ୟକ କଞ୍ଚାମାଲ ଯଥେଷ୍ଟ ପରିମାଣର ଉପଲବ୍ଧ ମଧ୍ୟ ହେଉଥିଲା। ଏହାର ସୁଯୋଗ ନେଇ ଇଂଲଣ୍ଡ ପ୍ରଭୃତି ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ନିଜର ଉତ୍ପାଦିତ ଦ୍ରବ୍ୟକୁ ବିକ୍ରୟ ପାଇଁ ଏସିଆ ଓ ଆଫ୍ରିକାର ବଜାରରେ ସୃଷ୍ଟି କରିବା ପାଇଁ ଆରମ୍ଭ କଲେ। ଏହା ଫଳରେ ଏହି ଦେଶଗୁଡ଼ିକରେ ଉପନିବେଶ ଗଢ଼ି ଉଠିଲା, ବୁଝିଲେ ତ? ସେଠି ଶିଳ୍ପର ଚାହିଦା ଅଧିକ ହୋଇଗଲା, ତେଣୁ ସେମାନେ କହିଲେ ଏଠି ଆମେ କ'ଣ ଆମ ଏସିଆ ଓ ଆଫ୍ରିକାରେ ଉପନିବେଶ ସୃଷ୍ଟି କରିବା। ଖରେ ଦେଇଛି ଆମକୁ ଚୀନା ତରଭୁଜର କର୍ତ୍ତନ କହିଲେ କ'ଣ ବୁଝ ପିଲାମାନେ? କୋରିଆକୁ ଆମେ ଯଦି କେନ୍ଦ୍ର କରିବା, ଜାପାନ ଓ ଚୀନ ମଧ୍ୟରେ ହୋଇଥିବା ଯୁଦ୍ଧରେ ଚୀନ ପରାସ୍ତ ହୋଇ ଜାପାନକୁ କ୍ଷତିପୂରଣ ବାବଦରେ ଫର୍ମୋଜା ଓ ଅନ୍ୟାନ୍ୟ ଦ୍ୱୀପ ସମର୍ପଣ କରିବା ସହ $150 ଲକ୍ଷ କ୍ଷତିପୂରଣ ଦେବାକୁ ବାଧ୍ୟ ହୋଇଥିଲା, ବୁଝିଲା ତ? ଏହି କ୍ଷତିପୂରଣ ଦେବା ପାଇଁ ଚୀନ ଜର୍ମାନୀ ରୁଷିଆ ଫ୍ରାନ୍ସ ଓ ଇଂଲଣ୍ଡ ନିକଟରେ ସାହାଯ୍ୟ ଭିକ୍ଷା କରିଥିଲା। ହେଲା, ଚୀନ ଜର୍ମାନୀ ରୁଷିଆ ଫ୍ରାନ୍ସ ଆଉ ଇଂଲଣ୍ଡ, ମନେ ରଖିଥିବ। ଏହି ଦେଶଗୁଡ଼ିକୁ ସାହାଯ୍ୟ ଦେବା ଆଳରେ ଏହାର ବିଭିନ୍ନ ଅଂଶକୁ ବାଣ୍ଟି ଦେଇଥିଲା। ହେଲା, ତ ବିଭିନ୍ନ ଅଂଶକୁ ବାଣ୍ଟି ଦେଇଥିଲା। ଜର୍ମାନୀ କିଆଚାଓ ଉପସାଗର ଏବଂ ସାଣ୍ଟୋଗ ଓ ହାୟୋଙ୍ଗ ଉପତ୍ୟକ, ରୁଷିଆ ମାଞ୍ଚୁରିଆ, ଲିଆ ଓ ତୁଙ୍ଗ ଉପଦ୍ୱୀପ, ଫ୍ରାନ୍ସ କ୍ୱାଂଜା ଓ ଉପସାଗର, ହେଲା, ଇଂଲଣ୍ଡ ୟାଙ୍ଗ ଉପତ୍ୟକା ଓ ବିହି ଇତ୍ୟାଦି ଅଞ୍ଚଳରେ ପ୍ରଭାବ ବିସ୍ତାର କଲେ। ହେଲା, ଏହି ଉପତ୍ୟକା ସେମାନେ ନେଇକି ପ୍ରଭାବ ବିସ୍ତାର କଲେ। ଚୀନର ଏହି ବିଭାଜନକୁ ଚୀନା ତରଭୁଜ କର୍ତ୍ତନ ଭାବେ ବର୍ଣ୍ଣନା କରାଯାଏ। ଗରେ ଦକ୍ଷିଣ ଆଫ୍ରିକା କିପରି ଇଂରେଜ ଶାସନାଧୀନ ହେଲା? 1870 ମସିହା ସେସିଲ ରେଡ୍ସ ନାମକ ଜଣେ ଇଂରେଜ ଅର୍ଥନୀତି ବ୍ୟକ୍ତି ଦକ୍ଷିଣ ଆଫ୍ରିକାରେ ହୀରା ଓ ସୁନା ଖନନ କରି ଅତ୍ୟନ୍ତ ଧନୀ ହୋଇଥିଲେ ଏବଂ ଏକ ଆଫ୍ରିକୀୟ ଉପନିବେଶକୁ ନିଜ ନାମାନୁସାରେ ଇଂରେଜମାନେ କାଳକ୍ରମେ ରାଡେସିଆ, ବେଚୁଆନାଲାଣ୍ଡା, ସ୍ୱାଜିଲାଣ୍ଡ ଓ ବସୁତଲାଣ୍ଡ ଅଧିକାର କରିଥିଲେ। ଏହାର କିଛି ଦିନ ପରେ ଦକ୍ଷିଣ ଆଫ୍ରିକା ୟୁନିୟନ ଗଠିତ ହେଲା ଓ ସେଥିରେ କେପ୍, ନାଟାଲ, ଟ୍ରାନ୍ସଭାଲ ଓ ଅରେଞ୍ଜ ରିଭର କଲୋନି ଅନ୍ତର୍ଭୁକ୍ତ ହେଲା। ବୋଏର ଇଂରେଜ ଓ ଅନ୍ୟ କେତେକ ୟୁରୋପୀୟ ପ୍ରବାସୀଙ୍କୁ ନେଇ ଦକ୍ଷିଣ ଆଫ୍ରିକା ୟୁନିୟନ ସଂଖ୍ୟାଲଘୁ ଶ୍ଵେତାଙ୍ଗଙ୍କ ଦ୍ୱାରା ଶାସିତ ହେଲା। ଏହିପରି ଦକ୍ଷିଣ ଆଫ୍ରିକା ଇଂରେଜ ଶାସନାଧୀନ ହେଲା। ପରବର୍ତ୍ତୀ କାଳରେ ଏହା ଏକ ସାଧାରଣତନ୍ତ୍ର ରାଷ୍ଟ୍ର ଭାବେ ଘୋଷିତ ହେଲା। ଗରେ ଆମକୁ ଦେଇଛି ଉପନିବେଶବାଦ ଫଳରେ ଉପନିବେଶମାନଙ୍କର ଶିଳ୍ପ ଓ କୃଷି ଉପରେ କିପରି ପ୍ରଭାବିତ ହୋଇଥିଲା। ଉପନିବେଶବାଦ ଫଳରେ ଉପନିବେଶଗୁଡ଼ିକରେ ଶିଳ୍ପ ଓ କୃଷି ନିମ୍ନମତେ ପ୍ରଭାବିତ ହୋଇଥିଲା, ଯଥା ଉପନିବେଶବାଦ ଉପନିବେଶଗୁଡ଼ିକର ଅର୍ଥନୀତିକୁ ବିପର୍ଯ୍ୟସ୍ତ କରିଥିଲା ଓ ସ୍ଥାନୀୟ ଶିଳ୍ପଗୁଡ଼ିକର ବିଲୋପ କରିଥିଲା। ଉପନିବେଶଗୁଡ଼ିକରେ ଶିଳ୍ପାୟନକୁ ନିରୁତ୍ସାହିତ କରାଗଲା ଏବଂ କେବଳ ସାମ୍ରାଜ୍ୟବାଦୀ ରାଷ୍ଟ୍ରଙ୍କ କମ୍ପାନୀର ହିତ ପାଇଁ ଆବଶ୍ୟକ ହେଉଥିବା ଦ୍ରବ୍ୟର ଉତ୍ପାଦନ ପାଇଁ ଶିଳ୍ପ ପ୍ରତିଷ୍ଠା କରାଗଲା। ସେହିପରି ଉପନିବେଶଗୁଡ଼ିକରେ ସାମ୍ରାଜ୍ୟବାଦୀ ଦେଶଗୁଡ଼ିକର ଶିଳ୍ପ ପାଇଁ ହେଉଥିବା ଆବଶ୍ୟକତାକୁ ମେଣ୍ଟାଇବା ପାଇଁ କୃଷି ପ୍ରଣାଳୀରେ ପରିବର୍ତ୍ତନ ହେଲା। ପିଲାମାନେ ମୁଁ ଏଠି ବୁଝଉନି ଆଉ, କାରଣ ବିଷୟ ଭିତରେ ଆମେ ଅଲରେଡ଼ି ବୁଝି ସାରିଛେ। ଏହା ଛଡ଼ା କେତେକ ଦେଶରେ କେବଳ ଗୋଟିଏ ବା ଦୁଇଟି ଦ୍ରବ୍ୟ ଉତ୍ପାଦନ କରାଗଲା। କ୍ୟୁବାରେ ଚିନି ଉତ୍ପାଦନ ଏହାର ଏକ ଉଦାହରଣ ଅଟେ। ତାପରେ ନେକ୍ସଟ କ୍ୱେଶ୍ଚିନ୍ ପିଲାମାନେ, ଏଇଟା ନୁହଁ। 2 ନମ୍ବର ଆମେ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଆମେ 20ଟି ଶବ୍ଦ ମଧ୍ୟରେ ଦେବା।
କରେ ଉପନିବେଶବାଦ କ'ଣ ଓ ଏହାର ମୁଖ୍ୟ ଲକ୍ଷ୍ୟ କ'ଣ ଥିଲା? ଉପନିବେଶ କହିଲେ ବିଦେଶସ୍ଥ ଆବାସକୁ ବୁଝାଇଥାଏ। କୌଣସି ଅଞ୍ଚଳରେ ପ୍ରବାସୀମାନଙ୍କ ବସତି ସ୍ଥାପନକୁ କୁହାଯାଇଥାଏ। ବାଣିଜ୍ୟ ବ୍ୟବସାୟର ଉନ୍ନତି, ଆର୍ଥିକ ସମୃଦ୍ଧି, ସାମ୍ରାଜ୍ୟ ବିସ୍ତାର ଓ ଧର୍ମ ପ୍ରଚାର ଉପନିବେଶବାଦର ମୁଖ୍ୟ ଲକ୍ଷ୍ୟ ଥିଲା। ଖରେ ଏସିଆ ମହାଦେଶରେ ଉପଲବ୍ଧ ହେଉଥିବା ପ୍ରଧାନ ଲାଭଦାୟକ ସାମଗ୍ରୀ ଗୁଡ଼ିକ କ'ଣ? ଏସିଆ ମହାଦେଶ ଅନ୍ତର୍ଗତ ଭାରତ ଓ ଅନ୍ୟାନ୍ୟ କେତୋଟି ଦେଶରେ ଅନେକ ଲାଭଦାୟକ ସାମଗ୍ରୀ ଉପଲବ୍ଧ ହେଉଥିଲା। କ'ଣ କ'ଣ? ବିଭିନ୍ନ ପ୍ରକାର ମସଲା, ଚାହା, କର୍ପାସ ବସ୍ତ୍ର, ରେଶମ, ସୁନା, ମୁକ୍ତା, ପ୍ରାକୃତିକ ଔଷଧ, ଚିନା ମାଟିରେ ପାତ୍ର ଏବଂ ଇବୋନି କାଠ ଆଦି ମୁଖ୍ୟ ଥିଲା। ଗରେ ଏସିଆ ଓ ଆଫ୍ରିକା ମହାଦେଶରେ ସୈନ୍ୟବାହିନୀରେ କାହିଁକି ଲୋକବଳ ଦୁର୍ବଳ ହେଲା? ପ୍ରଥମତଃ ଏସିଆ ଓ ଆଫ୍ରିକାର ବହୁ ଲୋକ ସ୍ୱଳ୍ପ ପାରିଶ୍ରମିକ ପାଇଲେ ମଧ୍ୟ ୟୁରୋପୀୟ ସୈନ୍ୟବାହିନୀରେ ଯୋଗ ଦେଲେ। ଦ୍ୱିତୀୟତଃ ବିଦେଶରେ ଅବସ୍ଥିତ କଳକାରଖାନାରେ କାମ କରିବାକୁ କେତେକ ଲୋକ ଚାଲିଯିବା ଯୋଗୁଁ ଏସିଆ ଓ ଆଫ୍ରିକା ମହାଦେଶରେ ସୈନ୍ୟବାହିନୀରେ ଲୋକବଳ ଦୁର୍ବଳ ହୋଇଥିଲେ। ହେଲା କମ୍ ପାରିଶ୍ରମିକ, ଏଇଟା ଯୋଗ ଦେଲେନି ଆଉ କମ୍ ପାରିଶ୍ରମିକ। ଏବଂ ଦ୍ୱିତୀୟତଃ କ'ଣ? ବିଦେଶରେ କଳକାରଖାନାରେ କାମ କରିବାକୁ କେତେକ ଲୋକ ଚାଲିଗଲେ। ତାପରେ ଘରେ କେଉଁ କାର୍ଯ୍ୟଟି ସେମାନଙ୍କ ନୈତିକ କର୍ତ୍ତବ୍ୟ ବୋଲି ମନେକରି ୟୁରୋପୀୟମାନେ ଉପନିବେଶ ସ୍ଥାପନ କରିବାକୁ ଆଗ୍ରହୀ ହେଲେ? ଏସିଆ ଓ ଆଫ୍ରିକା ମହାଦେଶର ମୂଳ ଅଧିବାସୀମାନେ ଅନୁନ୍ନତ ଓ ଅନୁଗ୍ରସର ଥିବାରୁ ସେମାନଙ୍କୁ ସଭ୍ୟ କରିବାକୁ ଆଗ୍ରହୀ ହେଲେ। ଦ୍ୱିତୀୟତଃ ସେମାନଙ୍କ ଦେଶରେ ପାଶ୍ଚାତ୍ୟ ଧର୍ମ ପ୍ରଚାର କରିବା ସେମାନଙ୍କର ନୈତିକ କର୍ତ୍ତବ୍ୟ ମନେକରି ୟୁରୋପୀୟମାନେ ଉପନିବେଶ ସ୍ଥାପନ କରିବାକୁ ଆଗ୍ରହୀ ହେଲେ। ରେ ଆମର ଅଫିମ ଯୁଦ୍ଧ ପରେ ଇଂଲଣ୍ଡ ଚୀନରୁ କ'ଣ ପାଇଲା? ପ୍ରଥମତଃ ଅଫିମ ଯୁଦ୍ଧ ପରେ ଚୀନ ଇଂରେଜ ବ୍ୟବସାୟୀଙ୍କ ପାଇଁ 2ଟି ପରିବର୍ତ୍ତେ 5ଟି ବନ୍ଦର ଖୋଲିଲା। ଦ୍ୱିତୀୟତଃ ହଂକଂ ଦ୍ୱୀପକୁ ଚୀନ ଇଂଲଣ୍ଡକୁ ହସ୍ତାନ୍ତର କଲା। ତାପରେ ଚରେ କେଉଁ ଅଞ୍ଚଳ ଇଣ୍ଡୋ ଚୀନ ଭାବରେ ପରିଚିତ ଏବଂ କେଉଁ ଦେଶ ଇଣ୍ଡୋ ଚୀନର ସର୍ବସର୍ବା ହେଲା? ଦକ୍ଷିଣ ପୂର୍ବ ଏସିଆର ଲାଓସ, କାମ୍ବୋଡ଼ିଆ ଓ ଭିଏତନାମ ଅଞ୍ଚଳ ଇଣ୍ଡୋ ଚୀନ ନାମରେ ପରିଚିତ। ମନେ ରଖିଥ, ପରୀକ୍ଷା ଅଛି। ଲାଓସ, କାମ୍ବୋଡ଼ିଆ ଓ ଭିଏତନାମ ଇଣ୍ଡୋ ଚୀନ ଭାବରେ ପରିଚିତ। ଫ୍ରାନ୍ସ ଇଣ୍ଡୋ ଚୀନରେ ନିଜର ବ୍ୟବସାୟ ପ୍ରସାର ଉଦ୍ୟମରେ ସଫଳ ହୋଇ ଇଣ୍ଡୋ ଚୀନର ସର୍ବସର୍ବା ହୋଇଥିଲା। ରେ ପ୍ରଥମ ବିଶ୍ୱଯୁଦ୍ଧରେ ତୁର୍କୀ ପରାସ୍ତ ହେବା ପରେ କେଉଁ ଅଞ୍ଚଳ ଗୁଡ଼ିକ ତାଠାରୁ କାଢ଼ି ନିଆଯାଇ ଇଂଲଣ୍ଡ ଓ ଫ୍ରାନ୍ସ ନିୟନ୍ତ୍ରଣରେ ରଖାଗଲା? ସିରିଆ, ପାଲେଷ୍ଟାଇନ, ମେସୋପଟାମିଆ ଓ ଆରବ ସମେତ ସୁବିସ୍ତୀର୍ଣ୍ଣ ଅଞ୍ଚଳ ତୁର୍କୀଠାରୁ କାଢ଼ି ନିଆଯାଇ ଇଂଲଣ୍ଡ ଓ ଫ୍ରାନ୍ସ ନିୟନ୍ତ୍ରଣରେ ରଖାଗଲା। ରେ ପ୍ରଥମ ବିଶ୍ୱଯୁଦ୍ଧରେ ଜର୍ମାନୀ ପରାଜୟ ପରେ ପଶ୍ଚିମ ଓ ଦକ୍ଷିଣ ଆଫ୍ରିକାରେ ଥିବା କ'ଣ ହେଲା? ତାହେଲେ ପ୍ରଥମ ବିଶ୍ୱଯୁଦ୍ଧରେ ଜର୍ମାନୀ ପରାଜୟ ପରେ ଏହାର ଉପନିବେଶ ଗୁଡ଼ିକୁ ବିଜେତା ରାଷ୍ଟ୍ରମାନଙ୍କୁ ବାଣ୍ଟି ଦିଆଗଲା। ବୁଝିହେଲା? ଟେଗୋଲାଣ୍ଡ ଓ କାମେରୁନ ଇଂଲଣ୍ଡ ଓ ଫ୍ରାନ୍ସ ମଧ୍ୟରେ ଭାଗ କରାଗଲା ଏବଂ ଦକ୍ଷିଣ ପଶ୍ଚିମ ଆଫ୍ରିକାର ଜର୍ମାନୀ ଅଧିକୃତ ସମସ୍ତ ଅଞ୍ଚଳ ଇଂରେଜ ଶାସିତ ଦକ୍ଷିଣ ଆଫ୍ରିକାକୁ ଦିଆଗଲା। ତାପରେ ରେ କେଉଁ 2 ଅଞ୍ଚଳକୁ ଟାଙ୍ଗାନାଇକା ଓ କେନିଆ ନାମରେ ନାମିତ କରାଗଲା? ପ୍ରଥମ ବିଶ୍ୱଯୁଦ୍ଧରେ ଜର୍ମାନୀ ହାରିଯିବା ପରେ ଜର୍ମାନୀ ଅଧିକୃତ ପୂର୍ବ ଆଫ୍ରିକା ଇଂଲଣ୍ଡକୁ ଦିଆଗଲା ଏବଂ ଏହାକୁ ଟାଙ୍ଗାନାଇକା ନାମରେ ନାମିତ କରାଗଲା। ଇଂରେଜ ଅଧିକୃତ ପୂର୍ବ ଆଫ୍ରିକାକୁ କେନିଆ ନାମରେ ମଧ୍ୟ ନାମିତ କରାଗଲା। ରେ ଆଫ୍ରିକାର ଉତ୍ତର ଉପକୂଳରେ କେଉଁ ଅଞ୍ଚଳ ଏବଂ କାହିଁକି ଫ୍ରାନ୍ସର ସବୁଠାରୁ ଅଧିକ ଲାଭଜନକ ଉପନିବେଶ ଥିଲା? ଆଫ୍ରିକାର ଉତ୍ତର ଉପକୂଳରେ ଅବସ୍ଥିତ ଆଲଜେରିଆ ଫ୍ରାନ୍ସର ସମସ୍ତ ଉପନିବେଶ ମଧ୍ୟରୁ ସବୁଠାରୁ ଅଧିକ ଥିଲା, କାରଣ ଏହା ଫରାସୀ ଉତ୍ପାଦିତ ସାମଗ୍ରୀ ପାଇଁ ବିଶାଳ ବଜାର ସୃଷ୍ଟି କରିଥିଲା। 3 ନମ୍ବର ପ୍ରଶ୍ନ ଆମର ହେଲା, ଗୋଟିଏ ବାକ୍ୟରେ ଉତ୍ତର ଲେଖିବା। ୟୁରୋପୀୟ ରାଷ୍ଟ୍ରମାନେ ମୁଖ୍ୟତଃ କେଉଁ ଉଦ୍ଦେଶ୍ୟରେ ଏସିଆ ଓ ଆଫ୍ରିକାକୁ ଆସିଥିଲେ? ମୁଖ୍ୟତଃ ବାଣିଜ୍ୟ ବ୍ୟବସାୟ ଉଦ୍ଦେଶ୍ୟରେ ଏସିଆ ଓ ଆଫ୍ରିକାକୁ ଆସିଥିଲେ। ରେ ୟୁରୋପୀୟ ରାଷ୍ଟ୍ରମାନେ କାହିଁକି ଏସିଆ ଓ ଆଫ୍ରିକାର ଦେଶଗୁଡ଼ିକୁ ସହଜରେ ଯୁଦ୍ଧରେ ପରାସ୍ତ କରିପାରୁଥିଲେ? ଏସିଆ ଓ ଆଫ୍ରିକାର ଦେଶଗୁଡ଼ିକୁ ଉନ୍ନତ ଧରଣର ଯୁଦ୍ଧାସ୍ତ୍ର ନିର୍ମାଣ କୌଶଳ ଜଣାଥିବାରୁ ସେମାନଙ୍କୁ ୟୁରୋପୀୟ ରାଷ୍ଟ୍ରମାନେ
ସହଜରେ ଯୁଦ୍ଧରେ ପରାସ୍ତ କରିପାରୁଥିଲେ। ଗରେ କେବେଠାରୁ ଭାରତ ଇଂରେଜ ସରକାରଙ୍କ ପ୍ରତ୍ୟକ୍ଷ ଶାସନରେ ଅଧୀନ ରହିଲା? 1857 ମସିହାର ବିଦ୍ରୋହ ପରେ ଭାରତ ଇଂରେଜ ସରକାରଙ୍କ ପ୍ରତ୍ୟକ୍ଷ ଶାସନର ଅଧୀନରେ ରହିଲା। 1875 ମସିହା ପରେ ହଲାଣ୍ଡ ଇଣ୍ଡୋନେସିଆ ନିକଟସ୍ଥ କେଉଁ ଦ୍ୱୀପପୁଞ୍ଜ ଉପରେ ନିୟନ୍ତ୍ରଣ ବିସ୍ତାର କଲା? ହଲାଣ୍ଡ ହେଲା ନିକଟସ୍ଥ ମୋଲୁକା ଦ୍ୱୀପପୁଞ୍ଜ ଉପରେ ନିୟନ୍ତ୍ରଣ ବିସ୍ତାର କଲା। ରେ କେବେ ଚୀନର ରାଜତନ୍ତ୍ର ଉଚ୍ଛେଦ ହେଲା? 1991 ମସିହାରେ ଚୀନରେ ରାଜତନ୍ତ୍ର ଉଚ୍ଛେଦ ହେଲା। ରେ କାହା ଆର୍ଥିକ ସହାୟତାରେ 1878 ମସିହାରେ ଆନ୍ତର୍ଜାତିକ କଙ୍ଗୋ ସଂଘ ଗଠନ କରାଯାଇଥିଲା? ବେଲଜିୟମର ରାଜା ଦ୍ୱିତୀୟ ଲିଓପୋଲ୍ଡଙ୍କ ଆର୍ଥିକ ସହାୟତାରେ ଆନ୍ତର୍ଜାତିକ କଙ୍ଗୋ ସଂଘ ଗଠନ କରାଯାଇଥିଲା। ରେ କେପ୍ କଲୋନିର ପ୍ରବାସୀ ଡଚ୍ ଅଧିବାସୀମାନେ କେଉଁ ନାମରେ ପରିଚିତ ଥିଲେ? ବୋଏର ନାମରେ ପରିଚିତ ସେମାନେ ଥିଲେ। ତାପରେ ରେ କେବେ ଆବିସିନିଆ ଇଟାଲୀୟ ସୈନ୍ୟବାହିନୀକୁ ପରାସ୍ତ କରି ଇଟାଲୀକୁ ଆବିସିନିଆ ଉପରେ ତାର ଦାବି ପ୍ରତ୍ୟାହାର କରିବାକୁ ବାଧ୍ୟ କରିଥିଲା? 1896 ମସିହାରେ ପିଲାମାନେ ଏଇଟା ହେଇଥିଲା। ରେ ଆମକୁ ଦେଇଛି ଫରାସୀମାନେ କେଉଁ ମସିହାରେ ମର ଅଧିକାର କରିଥିଲେ? 1900 ମସିହାରେ ଫରାସୀମାନେ ମରକୁ ଅଧିକାର କରିଥିଲେ। 4 ନମ୍ବର ପିଲାମାନେ ଆମେ MCQ ହେଲା କରେ କେଉଁ ବ୍ୟବସାୟ ଆଫ୍ରିକାରେ ସବୁଠାରୁ ବେଶୀ ଲାଭଦାୟକ ଥିଲା? ହେଲା ଦାସ ବ୍ୟବସାୟ। ରେ କେଉଁ ମସିହାରେ ଭାସ୍କୋ ଡା ଗାମା ଭାରତକୁ ଜଳପଥ ଆବିଷ୍କାର କରିଥିଲେ? 1498 ମସିହାରେ ଭାସ୍କୋ ଡା ଗାମା ଭାରତକୁ ଜଳପଥ ଆବିଷ୍କାର କରିଥିଲେ। ରେ କେବେ ଇଂଲଣ୍ଡ ଓ ଚୀନ ମଧ୍ୟରେ ଅଫିମ ଯୁଦ୍ଧ ହୋଇଥିଲା? 1839 ମସିହାରେ ଅଫିମ ଯୁଦ୍ଧ ହୋଇଥିଲା। ରେ କେଉଁ ମସିହାରେ ବର୍ମା ଭାରତର ଇଂରେଜ ସାମ୍ରାଜ୍ୟ ଅନ୍ତର୍ଭୁକ୍ତ ହେଲା? 1886 ମସିହାରେ। କୋରିଆ କେବେ ଜାପାନର ଏକ ଉପନିବେଶ ହେଲା? 1910 ମସିହାରେ ଜାପାନର ଉପନିବେଶ ହେଲା। ରେ କେଉଁ ଅଞ୍ଚଳ ଫରାସୀ କଙ୍ଗୋ ଭାବରେ ପରିଚିତ ହେଲା? କଙ୍ଗୋର ନଦୀ ଉତ୍ତର ଅଞ୍ଚଳ। କିଏ ଏକ ଆଫ୍ରିକୀୟ ଉପନିବେଶକୁ ରାଡେସିଆ ଓପୋଲ୍ଡ ନାମ ଦେଇଥିଲେ? ସେସିଲ୍ ରୋଡ୍। ରେ ଟ୍ୟୁନିସିଆ କେଉଁ ଦେଶର ଦଖଲଭୁକ୍ତ ହୋଇଥିଲା? ସେ ଫ୍ରାନ୍ସ ଦେଶର ଦଖଲଭୁକ୍ତ ହୋଇଥିଲା। କିଏ ସୁଏଜ କେନାଲର ଖନନ ପାଇଁ ଫ୍ରାନ୍ସର ଏକ କମ୍ପାନୀକୁ ଦାୟିତ୍ୱ ଦେଇଥିଲେ? ଇଜିପ୍ଟର ଗଭର୍ଣ୍ଣର ଦେଇଥିଲେ ଦାୟିତ୍ୱ ସୁଏଜ କେନାଲ ଖନନ ପାଇଁ। ତାପରେ ରେ କେଉଁଠାରେ ବର୍ଣ୍ଣବୈଷମ୍ୟ ନୀତି ସବୁଠାରୁ ଅଧିକ ଘୃଣ୍ୟ ଥିଲା? ଦକ୍ଷିଣ ଆଫ୍ରିକାରେ। ଏଇଟା ଆମେ ଜାଣିଛେ। ବୁଝିଲା? ତାହେଲେ ସମ୍ପୂର୍ଣ୍ଣ ବିଷୟଟି ସରିଗଲା। ଆମ ଭିଡ଼ିଓକୁ ଭଲ ଲାଗିଥିଲେ ଲାଇକ୍ ଏବଂ ସବସ୍କ୍ରାଇବ୍ କରିବେ।